ଆଜି ପରମେଶ୍ୱରଙ୍କ ବ୍ୟବସ୍ଥାକୁ ବିଦେଶୀୟ ବୋଲି ବିବେଚନା କରନ୍ତି। ଶୀର୍ଷକ ଉପଦେଶ ଅନ୍ତର୍ଗତ ପରମେଶ୍ୱରଙ୍କୁ ଗୌରବ ଦେବା। ପରମେଶ୍ୱର ତାହାଙ୍କ ବ୍ୟବସ୍ଥାକୁ ମନ ଇଚ୍ଛା ଭାବରେ ନୁହେଁ, ବରଂ ଆମ୍ଭମାନଙ୍କର ଭବିଷ୍ୟତର ଗୌରବ ଏବଂ ଖୁସି ପାଇଁ ତାହାଙ୍କର ବ୍ୟବସ୍ଥା ସ୍ଥାପନ କରିଥିଲେ। ଏହି କାରଣରୁ ସେ ତାହାଙ୍କର ବ୍ୟବସ୍ଥା, ଆଜ୍ଞା ଏବଂ ନିୟମକୁ ସ୍ଥାପନ କଲେ। ଏହାକୁ ମନେ ରଖି ଆମ୍ଭମାନଙ୍କୁ ସର୍ବଦା ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା ଉଚିତ। ଯେତେବେଳେ ମଧ୍ୟ ଆମ୍ଭେମାନେ ପିତା ଓ ମାତାଙ୍କ ବିଷୟରେ ଚିନ୍ତା କରୁ, ଯେଉଁମାନେ ଶରୀରରେ ଏହି ପୃଥିବୀକୁ ଆସିଥିଲେ ଏବଂ ଆମ୍ଭମାନଙ୍କର ଖୁସି ପାଇଁ ସ୍ୱେଚ୍ଛାପୂର୍ବକ ସମସ୍ତ ପ୍ରକାରର ଦୁଃଖ ସହ୍ୟ କରୁଥାଇ କ୍ରୁଶକୁ ବହନ କରିବାରେ ସଙ୍କୋଚ କରିନଥିଲେ, ଆମେ ଏହି ନୂତନ ନିୟମକୁ କେବଳ ଏକ ନିୟମ ଭାବରେ ଦେଖିବା ଉଚିତ ନୁହେଁ। ପରମେଶ୍ୱର ଆରମ୍ଭରୁ ଶେଷକୁ ପୂର୍ବରୁ ଜାଣିଥିଲେ ଏବଂ ସେ ତାହାଙ୍କ ସନ୍ତାନମାନଙ୍କ ଖୁସି ପାଇଁ ସବୁକିଛି କରିଥିଲେ। କ'ଣ କୋରିଆର ସଂସ୍କୃତି ସାରା ବିଶ୍ୱରେ ବ୍ୟାପୁ ନାହିଁ କି? ଏହାର ଅନେକ ଦିଗଗୁଡ଼ିକ ମଧ୍ୟରେ ହାଙ୍ଗୁଲ କୋରିଆନ ଭାଷାର ଲେଖା ପ୍ରଣାଳୀ ଧ୍ୟାନ ଆକର୍ଷଣ କରୁଅଛି। ବର୍ତ୍ତମାନ ଲୋକମାନେ କୁହନ୍ତି ଯେ ଏହି କମ୍ପ୍ୟୁଟରର ଯୁଗରେ ହାଙ୍ଗୁଲ ସବୁଠାରୁ ଉତ୍ତମ ଲେଖନୀ ଅଟେ, ଯାହାକୁ ଅନ୍ୟମାନେ ଅନୁକରଣ କରିପାରିବେ ନାହିଁ। ଏହା ପୂର୍ବରୁ ମଧ୍ୟ ହାଙ୍ଗୁଲର ଅସ୍ତିତ୍ୱ ଥିଲା, ହଁ ନା? ହାଙ୍ଗୁଲ ପୂର୍ବରୁ ମଧ୍ୟ ଅନେକ ଲୋକ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ଏହାର ଉତ୍କୃଷ୍ଟତାକୁ ସ୍ୱୀକାର କରାଯାଇଛି। ନୂତନ ନିୟମ ସହିତ ମଧ୍ୟ ସମାନ ଅଟେ। ପିତା ଓ ମାତା ସବୁକିଛି ପୂର୍ବରୁ ଜାଣିପାରିଲେ ଏବଂ କହିଲେ, ସର୍ବଦା ଏହି କଥାଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସେଗୁଡ଼ିକୁ ପାଳନ କରନ୍ତୁ। ଖୁବ୍ ଶୀଘ୍ର ବିଶ୍ୱ ଏହାର ପ୍ରକୃତ ମୂଲ୍ୟକୁ ଚିହ୍ନି ପାରିବ। ହୋଇପାରେ ଯେ ବର୍ତ୍ତମାନ ଆପଣ ଏହା ବୁଝିପାରୁନାହାନ୍ତି ଯେ କାହିଁକି ବିଶ୍ରାମ ଦିନ ଏବଂ ନିସ୍ତାର ପର୍ବ ପାଳନ କରିବା ଉଚିତ, କିନ୍ତୁ ଶୀଘ୍ର ଆପଣ ଏହା ବୁଝିପାରିବେ। ତେଣୁକରି ବର୍ତ୍ତମାନ କୋରିଆ ଭାଷାର ପାଠ୍ୟକ୍ରମରେ ଶିକ୍ଷକ ଏବଂ ସ୍ଥାନର ଅଭାବ ଅଛି। ଏହା ଏକ ଅସ୍ଥାୟୀ ଘଟଣା ନୁହେଁ। କିଛି ବିଦ୍ୱାନ କୁହନ୍ତି ସମସ୍ତ ଭାଷା ଲୋପ ପାଇଯାଇପାରେ, କିନ୍ତୁ ବିଶେଷ କରି ଏହି କମ୍ପ୍ୟୁଟର ଯୁଗରେ ହାଙ୍ଗୁଲ ଭାଷା ଶେଷ ପର୍ଯ୍ୟନ୍ତ ଜୀବିତ ରହିପାରିବ। ସେମାନେ ଏହା ମଧ୍ୟ କୁହନ୍ତି, ଏପରିକି ଏଆଇ ଯୁଗରେ ମଧ୍ୟ କେବଳ ହାଙ୍ଗୁଲ କେବେ ଅଦୃଶ୍ୟ ହେବ ନାହିଁ। ଏହା ବିଷୟରେ ଚିନ୍ତା କରନ୍ତୁ ଯେ ବିଶ୍ୱ ଏହାକୁ କିପରି ଉଚ୍ଚ ପ୍ରଶଂସା କରୁଅଛି ଏବଂ ଲୋକମାନେ ହାଙ୍ଗୁଲ ଶିଖିବା ପାଇଁ ପ୍ରୟାସ କରୁଅଛନ୍ତି। ମୁଁ ହାଙ୍ଗୁଲ ବିଷୟରେ ଗର୍ବ କରିବାକୁ ଚେଷ୍ଟା କରୁନାହିଁ। ନୂତନ ନିୟମର ସହିତ ମଧ୍ୟ ଏହିପରି ଅଟେ। ଯଦିଓ ଏହା ସମ୍ପୂର୍ଣ୍ଣ ଇତିହାସରେ ଲୁଚି ରହିଛି, କିନ୍ତୁ ହଠାତ୍ ଲୋକମାନେ ଏହା ଜାଣିପାରିବେ ଯେ ନୂତନ ନିୟମର ସତ୍ୟ ସବୁଠାରୁ ଉତ୍କୃଷ୍ଟ ଅଟେ ଏବଂ ଏହା ଯେ ମାନବ ଜାତି ପାଖରେ ଯେଉଁ ଆତ୍ମିକ ଚରିତ୍ର ହେବା ଉଚିତ ତାହା ଏଥିରେ ନିହିତ ଅଛି। ସେହିଦିନ ଯେତେବେଳେ ଏହାର ମୂଲ୍ୟ ଚିହ୍ନଟ ହେବ, ବହୁତ ଦୂରରେ ନୁହେଁ। ତେଣୁକରି ଯଦିଓ ଆମ୍ଭେମାନେ ଦୁର୍ବଳ ଅଟୁ, ପିତା ଓ ମାତାଙ୍କୁ ପ୍ରତ୍ୟେକ ଦେଶରେ ଚର୍ଚ୍ଚ ସ୍ଥାପନ କରିବା ଏବଂ ସୁସମାଚାର ପ୍ରଚାର କରିବାକୁ ସକ୍ଷମ କରିଅଛନ୍ତି। ପରମେଶ୍ୱରଙ୍କ ସମସ୍ତ ଶିକ୍ଷା ପୂରଣ କରିବାକୁ ଚେଷ୍ଟା କରୁଥାଇ ଏହି ଚର୍ଚ୍ଚ ବାଇବଲରେ ଥିବା ସମସ୍ତ ବିଷୟର ପ୍ରତୀକ ଅଟେ। ଖୁବ୍ ଶୀଘ୍ର ବିଶ୍ୱର ସମସ୍ତ ଲୋକ ଏହିପରି ଭାବରେ ଚର୍ଚ୍ଚ ଅଫ୍ ଗଡକୁ ସଠିକ ଭାବରେ ବୁଝିପାରିବେ। ତେଣୁକରି ଆଜି ପରମେଶ୍ୱରଙ୍କ ବ୍ୟବସ୍ଥାକୁ ବିଦେଶୀୟ ଭାବରେ ବିବେଚନା କରନ୍ତି। ଶୀର୍ଷକ ଉପଦେଶ ମାଧ୍ୟମରେ ଯଦିଓ ଦୁନିଆ ଏହାକୁ ତୁଚ୍ଛ ବୋଲି ମନେ କରିପାରେ, କିନ୍ତୁ ଆମ୍ଭମାନଙ୍କୁ ଆପଣା ପାଖରେ ଥିବା ସତ୍ୟ ଉପରେ ଗର୍ବ କରିବା ଉଚିତ। ଲୋକମାନେ ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି,
ସେମାନଙ୍କର ବାହ୍ୟ ରୂପ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। 하나님께서 ଯେହେତୁ ପରମେଶ୍ୱର ଜାଣନ୍ତି ଯେ ନୂତନ ନିୟମ ଭବିଷ୍ୟତରେ କିପରି ଏହାର ଶକ୍ତି ପ୍ରଦର୍ଶିତ କରିବ, 계시기 때문에 ତେଣୁକରି ସେ ଏହା ଉପରେ ଗୁରୁତ୍ୱ ଦିଅନ୍ତି ଯେ ଆମ୍ଭମାନଙ୍କୁ କେବେ ମଧ୍ୟ ନୂତନ ନିୟମରେ ଯୋଗ କରିବା କିମ୍ବା ହ୍ରାସ କରିବା ଉଚିତ ନୁହେଁ, ବରଂ ଏହାକୁ ଶେଷ ପର୍ଯ୍ୟନ୍ତ ପବିତ୍ରତାର ସହିତ ପାଳନ କରିବା ଉଚିତ ଏବଂ ସର୍ବଦା ତାହାଙ୍କ ବାକ୍ୟରେ ରହିବା ଉଚିତ। 아버지의 ପୁରାତନ ନିୟମର ବ୍ୟବସ୍ଥା ଥିଲା ଯାହାକୁ ପିତା ଓ ମାତା ଆମ୍ଭମାନଙ୍କ ଖୁସି ପାଇଁ ସ୍ଥାପନ କରିଥିଲେ। 또 ଏଦନ ଉଦ୍ୟାନରେ ପରମେଶ୍ୱରଙ୍କ ନିୟମ ଦିଆଯାଇଥିଲା। 산에 명해 주신 그 하나님의 법 ପ୍ରାୟ 2000 ବର୍ଷ ପୂର୍ବେ ନୂତନ ନିୟମର ବ୍ୟବସ୍ଥା ଥିଲା ଯାହା ପରମେଶ୍ୱର ମାନବ ଜାତିକୁ ପ୍ରଦାନ କରିଥିଲେ। 이 모든 것을 ଆସନ୍ତୁ ଆମେ ସେମାନଙ୍କୁ ଆମ ହୃଦୟରେ ଖୋଦିତ କରିବା। 모시고 정리해서 ହାଙ୍ଗୁଲ ଭାଷାର ଇତିହାସ ବହୁତ ବଡ଼ ଅଟେ। 수백 년이라는 ତଥାପି ଯେପରି ଏଆଇ ଏବଂ କମ୍ପ୍ୟୁଟରର ଯୁଗ ଆସିଲା, 시대가 되고 보니까 전 세계 한글의 우수 ସେହିପରି ଅଧିକ ଲୋକ ହାଙ୍ଗୁଲ ଭାଷାର ଉତ୍କୃଷ୍ଟତାକୁ ପ୍ରଶଂସା କରିବାକୁ ଲାଗିଲେ। ଫଳସ୍ୱରୂପ ଯେତେବେଳେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ହାଙ୍ଗୁଲ ପାଠ୍ୟକ୍ରମ ପ୍ରଦାନ କରାଯାଏ, ତେବେ ସେଗୁଡ଼ିକ ସର୍ବଦା ଭିଡ଼ରେ ପରିପୂର୍ଣ୍ଣ ଥାଏ। 되었어 말이죠. ସେହିପରି 앞으로 ଶୀଘ୍ର 사람들이 ଅନେକ ଲୋକ ନୂତନ ନିୟମରେ ଆନନ୍ଦିତ ହେବେ ଏବଂ ସତ୍ୟକୁ ଖୋଜୁଥିବା ଅନେକ ଆତ୍ମା ସିଓନକୁ ଆସିବେ। 물밀듯이 밀려올 것이 ତେଣୁକରି ଯଦିଓ ଆମ୍ଭେମାନେ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେଉନା କାହିଁକି, ଆସନ୍ତୁ ଆମ୍ଭେମାନେ କେବେ ମଧ୍ୟ ପରମେଶ୍ୱରଙ୍କ ନିୟମକୁ ବିଦେଶୀୟ ବୋଲି ଭାବିବା ନାହିଁ। ଆସନ୍ତୁ ଦାନିଏଲ ଅଧ୍ୟାୟ 7 ପଦ 25 ଉପରେ ନଜର ପକାଇବା। 다니엘 ଦାନିଏଲ ଅଧ୍ୟାୟ 7 ପଦ 25ରେ ସତ୍ୟ ଚର୍ଚ୍ଚ ଏବଂ ମିଥ୍ୟା ଚର୍ଚ୍ଚ ବିଷୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଅଛି। 교회와 구원받지 못할 교회에 대해서 ଯେଉଁ ଚର୍ଚ୍ଚ ଉଦ୍ଧାର ପାଇବ ଏବଂ ଯେଉଁ ଚର୍ଚ୍ଚ ଉଦ୍ଧାର ପାଇବ ନାହିଁ। 이라 볼 수 있겠습니다. ଦାନିଏଲ ଅଧ୍ୟାୟ 7 ପଦ 25। ପୁଣି ସେ ସର୍ବପରିସ୍ଥଙ୍କ ବିରୁଦ୍ଧରେ କଥା କହିବ। 지극히 높으신 자를 대적하며라고 했습니다. ସର୍ବପରିସ୍ଥ କ'ଣ ପରମେଶ୍ୱରଙ୍କୁ ସୂଚିତ କରେ ନାହିଁ? 습니까? କିଏ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଥାଏ? 누구였습니까? କ'ଣ ଏହା ଶୈତାନ ନୁହେଁ କି? ସେଥିପାଇଁ ଶତ୍ରୁ ଶବ୍ଦଟି ସର୍ବଦା ଶୈତାନ ପୂର୍ବରୁ ଦେଖାଯାଇଥାଏ। 원수마귀 하나님을 ପୁଣି ସେ ସର୍ବପରିସ୍ଥଙ୍କ ବିରୁଦ୍ଧରେ କଥା କହିବ। 또 지극히 ଆଉ 높으신 자의 କ'ଣ? ଓ 어찌 ସର୍ବପରିସ୍ଥଙ୍କର ପବିତ୍ର ଗୁଣକୁ ଶୀର୍ଣ୍ଣ କରିବ। 이 ଶୈତାନ ସର୍ବଦା ଏହି ପୃଥିବୀରେ ପରମେଶ୍ୱରଙ୍କ ଲୋକଙ୍କ ଉପରେ ଦୁଃଖ ଆଣିବା ପାଇଁ କାହାକୁ ନା କାହାକୁ ପ୍ରୋତ୍ସାହିତ କରିଥାଏ। 마귀라는 사실은 이미 하나님께서 ପରମେଶ୍ୱର ଯିଏକି ସୃଷ୍ଟିର ଆରମ୍ଭରୁ ଶେଷ ଦେଖନ୍ତି, ଏହି ସତ୍ୟ ପ୍ରକାଶ କଲେ ଏବଂ ଏହାକୁ ଦାନିଏଲ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ଲିପିବଦ୍ଧ କଲେ। 것입니다. ପୁଣି ସେ ସର୍ବପରିସ୍ଥଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବପରିସ୍ଥଙ୍କର ପବିତ୍ର ଗୁଣଙ୍କୁ ଶୀର୍ଣ୍ଣ କରିବ। ଆଉ କ'ଣ? ସେ କାଳ ଓ ବ୍ୟବସ୍ଥାର କ'ଣ? 무슨 일을 한다고요? ପରିବର୍ତ୍ତନ କରିବାକୁ ବିଚାର କରିବ। ବାଇବଲ ଆମକୁ ଶିକ୍ଷା ଦିଏ 어떻게 한다고요? ଯେ ସେ ପରମେଶ୍ୱରଙ୍କ ନିର୍ଦ୍ଧାରିତ ସମୟ ଏବଂ ନିୟମଗୁଡ଼ିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ। 그럼 ତେବେ କିଏ ପରମେଶ୍ୱରଙ୍କ ନିର୍ଦ୍ଧାରିତ ସମୟ ଏବଂ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଅଛି? 뭐냐는 것입니다. କ'ଣ ଏହା ପରମେଶ୍ୱର ଅଟନ୍ତି ନା ଶୈତାନ ଅଟେ ଯିଏକି ପରମେଶ୍ୱରଙ୍କୁ ବିରୋଧ କରେ? ପରମେଶ୍ୱର ତାହାଙ୍କର ନିର୍ଦ୍ଦିଷ୍ଟ ସମୟ ଏବଂ ବ୍ୟବସ୍ଥାକୁ ପରିବର୍ତ୍ତନ କରନ୍ତି ନାହିଁ। ତଥାପି ଶୈତାନ ସେଗୁଡ଼ିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରେ। ତେବେ ସମୁଦ୍ର କୂଳର ବାଲି ପରି ଅନେକ ଚର୍ଚ୍ଚଗୁଡ଼ିକ କ'ଣ ପ୍ରକୃତରେ ପରମେଶ୍ୱରଙ୍କ ନିର୍ଦ୍ଧାରିତ ସମୟ ଏବଂ ବ୍ୟବସ୍ଥା ପାଳନ କରୁଛନ୍ତି? 하나님의 그 율례와 정해주신 କିମ୍ବା କ'ଣ ସେମାନେ ସେଗୁଡ଼ିକୁ ସେହି ଶିକ୍ଷା ଦ୍ୱାରା ସେମାନଙ୍କୁ ପରିବର୍ତ୍ତନ କରିଛନ୍ତି ଯାହାର ଆଜ୍ଞା ପରମେଶ୍ୱର ଦ୍ୱାରା ଦିଆଯାଇ ନାହିଁ? ଏହା ବୁଝିବା ଦ୍ୱାରା ଯେ ସେମାନେ ବାଇବଲକୁ ପାଳନ କରନ୍ତି କି ନାହିଁ, 버리면 참 ଆମେ ପ୍ରକୃତ ଚର୍ଚ୍ଚ ଏବଂ ମିଥ୍ୟା ଚର୍ଚ୍ଚ, ଉଦ୍ଧାରପ୍ରାପ୍ତ ଏବଂ ଉଦ୍ଧାରପ୍ରାପ୍ତ ହୋଇନଥିବା ଲୋକଙ୍କ ମଧ୍ୟରେ 하나님께서 ପାର୍ଥକ୍ୟ କରିପାରିବା ଯେ ସେମାନେ ପରମେଶ୍ୱରଙ୍କର ଅଟନ୍ତି କିମ୍ବା ଶୈତାନର ଅଟନ୍ତି, ହଁ ନା? ଶୈତାନ ନିର୍ଦ୍ଧାରିତ ସମୟ ଏବଂ ବ୍ୟବସ୍ଥାଗୁଡ଼ିକୁ ପରିବର୍ତ୍ତନ କଲା। 변경시켰습니다. ଶେଷରେ ସେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ପରିବର୍ତ୍ତନ କରିଦେଲା। ତାହାଙ୍କ ସନ୍ତାନମାନଙ୍କ ଖୁସି ପାଇଁ ପରମେଶ୍ୱର ତାହାଙ୍କ ମୃତ୍ୟୁ ଦ୍ୱାରା ମଧ୍ୟ ନୂତନ ନିୟମ ସ୍ଥାପନ କଲେ 죽으시기까지 하면서 새 ଏବଂ ତାହାଙ୍କ ସ୍ୱର୍ଗୀୟ ସନ୍ତାନମାନଙ୍କୁ ଏହାକୁ ପାଳନ କରିବାକୁ ଆଜ୍ଞା ଦେଲେ, ହଁ ନା? 명해주지 않았습니까? ତେଣୁକରି ଶୈତାନ କେବେ ମଧ୍ୟ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ
ପରମେଶ୍ୱରଙ୍କ ଇଚ୍ଛାକୁ ପାଳନ କରିବାର ପଥ ଖୋଲି ଦିଏ ନାହିଁ। ସେ ମିଥ୍ୟା ପ୍ରସାର କରିଥାଏ। 하나님의 율례와 ସେ 규례와 ପରମେଶ୍ୱରଙ୍କ ବ୍ୟବସ୍ଥାଗୁଡ଼ିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କଲା, ଯେପରିକି ଲୋକମାନେ ସେଗୁଡ଼ିକୁ ପାଳନ କରିପାରିବେ ନାହିଁ। 이것이 우리 인류 ମାନବ ଇତିହାସରେ ଏହା ହିଁ ଘଟିଥିଲା। 321 ଖ୍ରୀଷ୍ଟାବ୍ଦରେ ବିଶ୍ରାମ ଦିନକୁ ରବିବାର ଆରାଧନାରେ ପରିବର୍ତ୍ତନ କରାଯାଇଥିଲା। 이와 같은 일에서부터 325 ଖ୍ରୀଷ୍ଟାବ୍ଦରେ ନିସ୍ତାର ପର୍ବକୁ ଉଚ୍ଛେଦ କରିଦିଆଯାଇଥିଲା 6월절이 없어지는 것에서부터 ଏବଂ ଚର୍ଚ୍ଚଗୁଡ଼ିକରେ କ୍ରୁଶ 명하시지 ଏବଂ ଖ୍ରୀଷ୍ଟମାସ ଭଳି ପ୍ରଥାଗୁଡ଼ିକ ପ୍ରଚଳନ କରାଯାଇଥିଲା। 크리스마스 같은 제도가 들어오게 되고 ଇଷ୍ଟର ଅଣ୍ଡା ଏବଂ ଇଷ୍ଟରର ଠେକୁଆ ଭଳି ମୂର୍ତ୍ତି ପୂଜକ ଧାର୍ମିକ ରୀତିନୀତି 교 섭속들이 ଚର୍ଚ୍ଚରେ ଏପରି ପ୍ରବେଶ କଲା ଯେପରି ସେଗୁଡ଼ିକ ବିଶ୍ୱାସର ଏକ ସୁନ୍ଦର ଅଭ୍ୟାସ ହୋଇପାରିବ। 신앙생활이냐 이렇게 이제 자리를 잡기 시작했던 것입니다. ତେଣୁକରି ଆଜି ଲୋକମାନେ ପୁନରୁତ୍ଥାନ ଦିବସରେ ସିଝା ଅଣ୍ଡା ରଙ୍ଗ କରନ୍ତି। 시라고 합니다. କ'ଣ ସିଝା ଅଣ୍ଡାରେ ଜୀବନ ଥାଏ କି? 있습니까? ଶୟତାନ ଚତୁରତାର ସହିତ ଏହି ବିଧର୍ମୀ ପ୍ରଥାଗୁଡ଼ିକୁ ଏପରି ଭାବରେ ପ୍ରସ୍ତୁତ କରିଥାଏ ଯେପରିକି ସେଗୁଡ଼ିକ ପରମେଶ୍ୱରଙ୍କ ବ୍ୟବସ୍ଥା ଅଟେ। ପ୍ରକାଶିତ ବାକ୍ୟ ପୁସ୍ତକ ଏ ବିଷୟରେ କ'ଣ ଲେଖାଏ? 세상을 ସେ ସମଗ୍ର ବିଶ୍ୱକୁ ଭ୍ରାନ୍ତ କରୁଅଛି। 속히 ତେଣୁକରି ଆମ୍ଭମାନଙ୍କୁ ପିତା ଓ ମାତାଙ୍କ ସତ୍ୟର ଆଲୋକ ସହିତ 어두움을 전부 물리쳐야 되겠고 아버지 어머니께서 ଅନ୍ଧକାରକୁ ଶୀଘ୍ର ଦୂର କରିବା ଉଚିତ ଏବଂ ମାନବ ଜାତିକୁ ନୂତନ ନିୟମର ପଥକୁ ମାର୍ଗଦର୍ଶନ କରିବା ଉଚିତ, 들어올 수 있도록 ଯାହାକୁ ପିତା ଓ ମାତା ଆମ୍ଭମାନଙ୍କର ଖୁସି ପାଇଁ ସ୍ଥାପନ କରିଥିଲେ। ହଁ ନା? ଦାନିଏଲ ଅଧ୍ୟାୟ 7ରେ ସେ ନିର୍ଦ୍ଧାରିତ କାଳ ଏବଂ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ବିଚାର କରିଥାଏ ଏବଂ ପବିତ୍ର ଲୋକମାନେ ଏକ କାଳ, ଦୁଇ କାଳ ଓ ଅର୍ଦ୍ଧକାଳ ପର୍ଯ୍ୟନ୍ତ ତାହାର ହସ୍ତରେ ସମର୍ପିତ ହେବେ। ଯଦିଓ ଏପରି ମନେ ହୁଏ ଯେ ତାହା ପାଖରେ ଅନେକ ଶକ୍ତି ଅଛି, କିନ୍ତୁ ଭବିଷ୍ୟବାଣୀ ଗୁଡ଼ିକ ଆମ୍ଭମାନଙ୍କୁ କ'ଣ କହିଥାଏ? ଆସନ୍ତୁ ଆମ୍ଭେମାନେ ପଦ 26 ଦେଖିବା। ମାତ୍ର ବିଚାର ସଭା ବସିବ ଓ ସେମାନେ ଶେଷ ପର୍ଯ୍ୟନ୍ତ ତାହାଙ୍କର କ'ଣ ହେବ? ତାହାର କର୍ତ୍ତୃତ୍ୱର କ୍ଷୟ ଓ ବିନାଶ କରିବା ପାଇଁ ତାହାଠାରୁ ତାହା ନେବେ। 창성할 수가 없도록 돼 있어요. ସେ କେବେ ସଫଳ ହୋଇପାରିବ ନାହିଁ। ଆସନ୍ତୁ ପଦ 27 ଦେଖିବା। 보시면 ଆଉ ରାଜତ୍ୱ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧସ୍ଥିତ ରାଜ୍ୟସମୂହର ମହିମା କାହାକୁ? 누구에게 ସର୍ବପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ, 백성들에게 부침받으리니 ଯେଉଁମାନେ ସ୍ୱର୍ଗୀୟ ସନ୍ତାନ ଅଟନ୍ତି। 나라이라. ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ। ଏଠାରେ ବୃତ୍ତାନ୍ତର ଶେଷ। 어떻게 ସ୍ୱର୍ଗୀୟ ଲୋକମାନେ କିପରି ବିଜୟ ହାସଲ କରିବେ? 승리의 영광을 얻을 수가 있었겠냐? କ'ଣ ପ୍ରକାଶିତ ବାକ୍ୟ ଅଧ୍ୟାୟ 14ରେ ଏହା ଲେଖା ନାହିଁ ଯେ ସେମାନେ ପରମେଶ୍ୱର ଏବଂ ମେଷଶାବକଙ୍କର ଅଟନ୍ତି? ସେମାନେ ଶୈତାନର ନୁହନ୍ତି। ଆଜି ଅନେକ ଚର୍ଚ୍ଚ ପରମେଶ୍ୱରଙ୍କ ନିୟମକୁ ଅସ୍ୱୀକାର କରନ୍ତି ଏବଂ ଶୈତାନ ଦ୍ୱାରା ନିର୍ମିତ ନିୟମ ଅଧୀନରେ ଅଛନ୍ତି। 전부 직결되어 있습니다. କିନ୍ତୁ ଆମ ସ୍ୱର୍ଗୀୟ ଲୋକମାନଙ୍କ ବିଷୟରେ କ'ଣ? 어떻습니까? ଆମେ ପରମେଶ୍ୱରଙ୍କ ବ୍ୟବସ୍ଥା ମଧ୍ୟରେ ଏକତ୍ରିତ ହୋଇଅଛୁ। 전부 직결되어 있고 ଫଳସ୍ୱରୂପ ଏହା ଲେଖାଯାଇଅଛି ଯେ ଆଉ ରାଜତ୍ୱ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧସ୍ଥିତ ରାଜ୍ୟସମୂହର ମହିମା ସର୍ବପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ। ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ। ସମସ୍ତ ଲୋକ ପ୍ରତ୍ୟେକ ଥର ଯେତେବେଳେ ମୁଁ ଏହି ଭବିଷ୍ୟବାଣୀ ଦେଖେ, ମୋ ହୃଦୟ ସ୍ପନ୍ଦିତ ହୁଏ। ଏପରି ଏଥିପାଇଁ ଅଟେ କାରଣ ଆମ୍ଭେମାନେ ଏପରି ଏକ ଗୌରବମୟ କାର୍ଯ୍ୟ ଦେଖିବା। 다 목도할 것이기 때문입니다. ତେଣୁକରି ନୂତନ ନିୟମର ସତ୍ୟରେ ଆମ୍ଭମାନଙ୍କୁ ନେତୃତ୍ୱ କରିବା ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତାଙ୍କ ପ୍ରେମରେ ଆମ୍ଭେମାନେ ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକର ପାଳନ କରୁଥାଇ ଚିନ୍ତାଶୀଳ ଏବଂ ସୁସଙ୍ଗତ ହେବା ଉଚିତ। 가르침을 ଏପରିକି ଯେଉଁମାନଙ୍କର ଚରିତ୍ର କଠୋର ଅଟେ ଏବଂ ଯେଉଁମାନଙ୍କ ଜୀବନରେ କେତେକ ସମୟରେ ପରମେଶ୍ୱରଙ୍କ ବାକ୍ୟର ଅଭାବ ରହିଥାଏ, 지지 못하는 생활 ସେମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ବାରମ୍ବାର ପରିଷ୍କୃତ କରାଯିବା ମାଧ୍ୟମରେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ପରିବର୍ତ୍ତିତ ହେବା ଆବଶ୍ୟକ। 변모돼 가야 됩니다. 왜 ଯେତେବେଳେ ଆମ୍ଭେମାନେ ଜଗତର ଉଦ୍ଧାର ବିଷୟରେ ଚିନ୍ତା କରୁଥାଇ 하나님을 닮아서 ପରମେଶ୍ୱରଙ୍କ ପରି ହୋଇଥାଉ, 항상 생각하고 있어야 ସେତେବେଳେ କ'ଣ ଆମ୍ଭେମାନେ ଏହା କହିପାରିବୁ ନାହିଁ ଯେ ମୁଁ ପିତା ଓ ମାତାଙ୍କ ସଦୃଶ ଅଟେ? ଆମେ ସେମାନଙ୍କ ପରି ହେବା ଉଚିତ। 되겠습니다. 그렇다면 ତାପରେ ସ୍ୱର୍ଗୀୟ ଲୋକମାନେ କେବେ ବି ପିତା ଓ ମାତାଙ୍କ କଥାରୁ ବିଚ୍ୟୁତ ହେବା ଉଚିତ ନୁହେଁ। କ'ଣ ଆମ୍ଭେମାନେ ତାହାଙ୍କ ବାକ୍ୟରେ କିଛି ଯୋଗ ନ କରି କିମ୍ବା ହ୍ରାସ ନ କରି ତାହାଙ୍କ ଇଚ୍ଛାକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବା ଉଚିତ ନୁହେଁ? 되지 않겠습니까? ଏହା ହିଁ ପରମେଶ୍ୱରଙ୍କ ଇଚ୍ଛା ଅଟେ।
ଯେହେତୁ ପରମେଶ୍ୱରଙ୍କ ଇଚ୍ଛା ଆମମାନଙ୍କୁ ଖୁସି ଦେବା ଅଟେ, ତେଣୁକରି ଆମେ ଏହା କେବେ ମଧ୍ୟ ଭୁଲିବା ଉଚିତ ନୁହେଁ ଯେ ସେ ତାହାଙ୍କ ବ୍ୟବସ୍ଥାର ପାଳନ କରିବା ପାଇଁ ଆମ୍ଭମାନଙ୍କୁ ମାର୍ଗଦର୍ଶନ କରୁଅଛନ୍ତି। 우리 함께 ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22କୁ ଯିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 18। ଯେଉଁମାନେ ଏହି ପୁସ୍ତକର ଏହି ପୁସ୍ତକ ବାଇବଲ ଅଟେ, ଭବିଷ୍ୟବାଣୀ ସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣଙ୍କୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ, ବାଇବଲ ପରମେଶ୍ୱରଙ୍କ ବାକ୍ୟର ରେକର୍ଡ ଅଟେ। ଏହାର ଅର୍ଥ ଏହା ପରମେଶ୍ୱରଙ୍କ ବାକ୍ୟ ଅଟେ। ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ। ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ଯଦି କେହି ବାଇବଲରୁ କିଛି କାଢ଼ି ନିଏ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ଏହା କାହାର ଇଚ୍ଛା ଅଟେ? ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 18 ଏବଂ 19ରେ ପରମେଶ୍ୱରଙ୍କ ଇଚ୍ଛା ଲିପିବଦ୍ଧ ହୋଇଅଛି। ଯେହେତୁ ପରମେଶ୍ୱର ତାହାଙ୍କ ବଳିଦାନ ମାଧ୍ୟମରେ ତାହାଙ୍କ ସନ୍ତାନମାନଙ୍କ ଗୌରବମୟ ଭବିଷ୍ୟତ ପାଇଁ ଯେଉଁ ସିଦ୍ଧାନ୍ତଗୁଡ଼ିକ ସ୍ଥାପନ କରିଥିଲେ, ତାହା ବାଇବଲରେ ଅଛି। ତେଣୁକରି କେହି ମଧ୍ୟ ବାଇବଲରେ କିଛି ଯୋଗ କରିବା କିମ୍ବା ଲୋପ କରିବା ଉଚିତ ନୁହେଁ। ଏହି ପଦଗୁଡ଼ିକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଅଛି। ଏବେ ଆସନ୍ତୁ ଆମ୍ଭେମାନେ ପରୀକ୍ଷା କରିବା ଯେ ସ୍ୱର୍ଗୀୟ ଲୋକମାନଙ୍କ ପାଇଁ ପରମେଶ୍ୱରଙ୍କ ନିୟମ କେତେ ମୂଲ୍ୟବାନ ଅଟେ। ଆସନ୍ତୁ ଆମେ ଦାନିଏଲ ଅଧ୍ୟାୟ 9 ପଦ 5 ଉପରେ ଏକ ନଜର ପକାଇବା। ଆମ୍ଭେମାନେ ପାପ ଓ କୁଟିଳ ଆଚରଣ କରିଅଛୁ ଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ କ'ଣ? ପରମେଶ୍ୱର ଆମ୍ଭମାନଙ୍କୁ ଭବିଷ୍ୟତ ବକ୍ତା ଦାନିଏଲଙ୍କ ମାଧ୍ୟମରେ ପ୍ରକାଶ କରନ୍ତି ଯେ ତାହାଙ୍କ ଆଜ୍ଞାରୁ ଯାହା ବିଚ୍ୟୁତ ହୁଏ, ତାହା ଦୁଷ୍ଟ କାର୍ଯ୍ୟ ଏବଂ ବିଦ୍ରୋହ ଅଟେ। ପରମେଶ୍ୱରଙ୍କ ଚେତାବନୀ ସତ୍ତ୍ୱେ ଆଜିର ଚର୍ଚ୍ଚଗୁଡ଼ିକ ପରମେଶ୍ୱରଙ୍କ ବ୍ୟବସ୍ଥାରୁ ବିଚ୍ୟୁତିକୁ ଗୁରୁତ୍ୱହୀନ ବୋଲି ବିବେଚନା କରନ୍ତି ଏବଂ ଆଜିର ଉପଦେଶ ଶୀର୍ଷକ ପରି ପରମେଶ୍ୱରଙ୍କ ବ୍ୟବସ୍ଥାକୁ ବିଦେଶୀ ବୋଲି ବିବେଚନା କରନ୍ତି। ଆସନ୍ତୁ ଆମେ ଦାନିଏଲ ଅଧ୍ୟାୟ 9 ପଦ 8କୁ ଯିବା। ଆସନ୍ତୁ ଆମ୍ଭେମାନେ ପଦ 8 ପଢ଼ିବା। ହେ ପ୍ରଭୁ, ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କ ରାଜାଗଣର, ଆମ୍ଭମାନଙ୍କର ଅଧିପତି ଗଣର ଓ ଆମ୍ଭମାନଙ୍କ ପିତୃପୁରୁଷ ଗଣର ଅଟେ, କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ। ବିବିଧ ଦୟା ଓ କ୍ଷମା ଆମ୍ଭମାନଙ୍କ ପ୍ରଭୁ ପରମେଶ୍ୱରଙ୍କର ଅଟେ, କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛୁ ଓ ସେ ଆପଣା ଭବିଷ୍ୟତ ବକ୍ତାଗଣ ଦ୍ୱାରା ଆପଣାର ଯେଉଁ ବାକ୍ୟ ସକଳ ଆମ୍ଭମାନଙ୍କ ସମ୍ମୁଖରେ ରଖିଲେ, ତଦନୁସାରେ ଆଚରଣ କରିବା ପାଇଁ ଆମ୍ଭେମାନେ କ'ଣ କଲୁ? ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ମନୋଯୋଗ କରିନାହୁଁ। ଫଳସ୍ୱରୂପ ସେମାନଙ୍କ ସହିତ କ'ଣ ହେଲା? ସେମାନେ ଲଜ୍ଜିତ ହେଲେ। ଶେଷରେ ଇସ୍ରାଏଲୀୟମାନେ ସେମାନଙ୍କର ସ୍ୱାଧୀନତା ହରାଇଦେଲେ, ସେମାନେ ବନ୍ଦୀ କରାଗଲେ ଏବଂ ଦାସ ହେଲେ। ଆସନ୍ତୁ ପଦ 11 ସହିତ ଜାରି ରଖିବା। ହଁ, ସମୁଦାୟ ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି। ତୁମ୍ଭର ରବରେ ଯେପରି ସେମାନେ ମନୋଯୋଗ ନ କରିବେ, ଏଥିପାଇଁ ସେମାନେ ବିପଥଗାମୀ ହୋଇଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ୱରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ଶପଥ ଆମ୍ଭମାନଙ୍କ ଉପରେ ଢଳାଯାଇଅଛି, କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ପାପ କରିଅଛୁ। ବାଇବଲ ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ଅସ୍ୱୀକାର କରିବା ପାପ ଅଟେ। ହଁ ନା? ବାଇବଲ ଆମ୍ଭମାନଙ୍କୁ ସ୍ମରଣ କରିଥାଏ ଯେ ଆମ୍ଭେମାନେ ପରମେଶ୍ୱରଙ୍କ ବ୍ୟବସ୍ଥାର ପାଳନ କରିବା ଉଚିତ, କିନ୍ତୁ ଜଗତ ସେଗୁଡ଼ିକୁ ବିଦେଶୀ ବୋଲି ବିବେଚନା କରେ। ଯଦିଓ ପରମେଶ୍ୱର ଆମ୍ଭମାନଙ୍କୁ ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କରିବାକୁ ସ୍ମରଣ କରିବା ନିମନ୍ତେ ଆଦେଶ ଦେଇଛନ୍ତି, କିନ୍ତୁ ଲୋକମାନେ ମନ ଇଚ୍ଛା ଏହାକୁ ପରିବର୍ତ୍ତନ କରିଦେଲେ। ଏହା କ'ଣ ପରମେଶ୍ୱରଙ୍କ ବାକ୍ୟ ଅଟେ, ନା ଏହା ଶୈତାନ ଦ୍ୱାରା ପରିବର୍ତ୍ତିତ ହୋଇଥିବା ଏକ ପରମ୍ପରା ଅଟେ? ସ୍ପଷ୍ଟ ଭାବରେ ଯେଉଁମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ବାଛିବା ଉଚିତ। ଆସନ୍ତୁ ଆମେ ହୋସେୟ ଅଧ୍ୟାୟ 7 ପଦ 13 ଉପରେ ଏକ ନଜର ପକାଇବା।
ହୋସେୟ ଅଧ୍ୟାୟ 7 ପଦ 13 호세아서 7장 ସେମାନେ ସନ୍ତାପର ପାତ୍ର କାରଣ ସେମାନେ ଆମ୍ଭ ବିରୁଦ୍ଧରୁ ବିପଥଗାମୀ ହୋଇଅଛନ୍ତି। ସେମାନଙ୍କର ସର୍ବନାଶ ଘଟିବ କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି। ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ହେଁ ଅନ୍ୟ ଅର୍ଥରେ ମୁଁ ସେମାନଙ୍କୁ ଉଦ୍ଧାର କରିବାକୁ ଚାହୁଁଛି। ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି। ପୁଣି ସେମାନେ ଅନ୍ତଃକରଣ ସହିତ ଆମ୍ଭ ନିକଟରେ କ୍ରନ୍ଦନ କରିନାହାନ୍ତି। ମାତ୍ର ସେମାନେ ଆପଣା ଶଯ୍ୟାରେ ହାହାକାର କରନ୍ତି। ସେମାନେ ଶସ୍ୟ ଓ ଦାକ୍ଷାରସ ନିମନ୍ତେ ଆପଣାମାନଙ୍କୁ ଏକତ୍ର କରନ୍ତି। ସେମାନେ ଆମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି। 거역하였도다 하였습니다. ପରମେଶ୍ୱର ମାନବ ଜାତିକୁ ରକ୍ଷା କରିବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ପରମେଶ୍ୱରଙ୍କ ଠାରୁ ଦୂରେଇ ଗଲେ। 스섬 없이 준행하고 ସେମାନେ ପରମେଶ୍ୱରଙ୍କୁ ଅସ୍ୱୀକାର କରନ୍ତି ଏବଂ ମିଥ୍ୟା କୁହନ୍ତି ଏବଂ ଦାବି କରୁଥାଏ ଯେ ରବିବାର ବିଶ୍ରାମ ଦିନ ଅଟେ। ଖ୍ରୀଷ୍ଟମାସ ହେଉଛି ଯୀଶୁଙ୍କ ଜନ୍ମଦିନ। କ୍ରୁଶ ଏକ ମୂର୍ତ୍ତି ନୁହେଁ। 고 우상이 아니다. 등등 자기들의 이와 같은 논리를 가지고 있습니다. ତେଣୁକରି ପରମେଶ୍ୱର କହିଲେ, ସେମାନେ ମୋ ଠାରୁ ଦୂରେଇ ଯାଇଛନ୍ତି। ସେମାନେ ଭୁଲ ରାସ୍ତାରେ ଯାଉଅଛନ୍ତି। 하고 있다는 뜻이죠. ଏହିପରି ସେ କହିଲେ ଯେ ସେମାନେ ବିନାଶର ସମ୍ମୁଖୀନ ହେବେ। ପରମେଶ୍ୱର ଆମ୍ଭମାନଙ୍କୁ ପୁରାତନ ନିୟମରେ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ଆଜିର ଚର୍ଚ୍ଚଗୁଡ଼ିକର ଭବିଷ୍ୟବାଣୀ କରାଯାଇଥିବା ସ୍ଥିତିକୁ ଆମ୍ଭମାନଙ୍କଠାରେ ପ୍ରକାଶ କରିଥିଲେ। ହୋସେୟ ଅଧ୍ୟାୟ 8 ପଦ 1 ତୁମ୍ଭେ ଆପଣା ମୁଖରେ ତୁରି ଦିଅ, ସେ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କୋଷ ପକ୍ଷୀ ତୁଲ୍ୟ ଆସୁଅଛି। କାରଣ ସେମାନେ କ'ଣ କରିଅଛନ୍ତି? ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ କ'ଣ? ଆମ୍ଭ ବ୍ୟବସ୍ଥାର ପ୍ରତିକୂଳରେ ଅପରାଧ କରିଅଛନ୍ତି। ଆମ୍ଭମାନଙ୍କୁ ସେହି ଦୃଶ୍ୟକୁ ଧ୍ୟାନ ଦେବା ଆବଶ୍ୟକ ଯାହା ପରମେଶ୍ୱର ଦେଖାଉଅଛନ୍ତି। 보셔야 될 필요. ପରମେଶ୍ୱର ସେମାନଙ୍କ ଖୁସି ଏବଂ ସେମାନଙ୍କ ଗୌରବମୟ ଭବିଷ୍ୟତ ପାଇଁ ବ୍ୟବସ୍ଥାର ସ୍ଥାପନ କରିଥିଲେ, 이처럼 만들어 놓으신 କିନ୍ତୁ ସେମାନେ ସହଜରେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ଅସ୍ୱୀକାର କରିଦିଅନ୍ତି। ଏବଂ ଯେହେତୁ ସେମାନେ ଶାରୀରିକ ଦଣ୍ଡର ସମ୍ମୁଖୀନ ହୁଅନ୍ତି ନାହିଁ, ତେଣୁକରି ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ଜାରି ରଖନ୍ତି। ଆସନ୍ତୁ ପଦ 2 ଦେଖିବା। ସେମାନେ ଆମ୍ଭ ନିକଟରେ କ୍ରନ୍ଦନ କରି କହିବେ, ହେ ଆମ୍ଭର ପରମେଶ୍ୱର, ଆମ୍ଭେମାନେ ଇସ୍ରାଏଲ ତୁମ୍ଭକୁ ଜାଣୁ। 이스라엘이 ଯାହା ଭଲ ତାହା ଇସ୍ରାଏଲ ପକାଇ ଦେଇଅଛି, ଶତ୍ରୁ ତାହାର ପଛେ ପଛେ ଗୋଡ଼ାଇବ। 것이라. ଏହାର ଅର୍ଥ ହେଉଛି ଯେ ସେମାନଙ୍କ ଶତ୍ରୁ ସେମାନଙ୍କୁ ଯନ୍ତ୍ରଣା ଦେବେ। ସେମାନେ ରାଜଗଣ ସ୍ଥାପନ କରିଅଛନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ। ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ। ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମା ଗଣ ନିର୍ମାଣ କରିଅଛନ୍ତି। ସେମାନେ ବିନା କୌଣସି ଦ୍ୱିଧାରେ ଏହି କାର୍ଯ୍ୟ କରୁଅଛନ୍ତି। 자행하고 있더라고 했습니다. ଆସନ୍ତୁ ଆମ୍ଭେମାନେ ପଦ 11କୁ ଯିବା। ଅଧ୍ୟାୟ 8 ପଦ 11 죄를 위하여 କାରଣ ଇଫ୍ରାଇମ୍ ପାପ ଚେଷ୍ଟାରେ ଅନେକ ଯଜ୍ଞବେଦୀ କରିଅଛି। ଯଜ୍ଞବେଦୀ ସବୁ ତାହା ପକ୍ଷରେ ପାପର କାରଣ ହୋଇଅଛି। 내 율법을 ଆମ୍ଭେ 10 ସହସ୍ର ବିଧିରେ ଆମ୍ଭର ବ୍ୟବସ୍ଥା ତାହା ପାଇଁ ଲେଖିଲେ ହେଁ କ'ଣ? ସେସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ। 하나님 ପରମେଶ୍ୱରଙ୍କ ବିଶ୍ରାମ ଦିନ ସେମାନଙ୍କ ପାଇଁ ଅସାମାନ୍ୟ ଅଟେ। ପରମେଶ୍ୱରଙ୍କ ନିସ୍ତାର ପର୍ବ ସେମାନଙ୍କ ପାଇଁ ଅପରିଚିତ ଅଟେ। 3 ସମୟର 7 ପର୍ବ ଏବଂ ପରମେଶ୍ୱରଙ୍କ ରକ୍ତ ଦ୍ୱାରା ସ୍ଥାପିତ ନୂତନ ନିୟମ ଜଗତର ଚର୍ଚ୍ଚଗୁଡ଼ିକ ପାଇଁ ଅର୍ଥହୀନ ହୋଇଯାଇଅଛି। 언약이 되고 마는 것입니다. 누가 ଆସନ୍ତୁ ଆମ୍ଭେମାନେ ଲୁକ୍ ଅଧ୍ୟାୟ 22 ପଦ 7 ଉପରେ ଏକ ନଜର ପକାଇବା। ଲୁକ୍ ଅଧ୍ୟାୟ 22 ପଦ 7 ପରେ ଯେଉଁଦିନ ନିସ୍ତାର ପର୍ବର ମେସାବକ ବଳିଦାନ କରିବାକୁ ହୁଏ, ହମିର ଶୂନ୍ୟ ରୋଟି ପର୍ବର ସେହିଦିନ ଉପସ୍ଥିତ ହେଲା। ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯେ ଆମମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର। ଏହି ଘଟଣାଗୁଡ଼ିକ ନିସ୍ତାର ପର୍ବରେ ଘଟିଥିଲା। 내용들이죠. ଆସନ୍ତୁ ଆମ୍ଭେମାନେ 19 ପଦକୁ ଯିବା। ପୁଣି ସେ ରୋଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, 이것은 너희 ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି। ମୋତେ ସ୍ମରଣ କରିବା ନିମନ୍ତେ ଏହା କର। 저녁 먹은 ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର କାହା ନିମନ୍ତେ? ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। 후였습니다. ହୋସେୟ ଅଧ୍ୟାୟ 8ରେ ପରମେଶ୍ୱର କୁହନ୍ତି, ମୁଁ ସେମାନଙ୍କ ନିମନ୍ତେ ମୋହର ବ୍ୟବସ୍ଥାର ଅନେକ କଥା ଲେଖିଅଛି। ଲୁକ୍ ଅଧ୍ୟାୟ 22ରେ ପରମେଶ୍ୱର କୁହନ୍ତି, ଏହା ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ତାହାଙ୍କର ଅର୍ଥ ଥିଲା ଏହିସବୁ ଜିନିଷ ଆପଣଙ୍କର ଖୁସି ପାଇଁ କରାଯାଇଅଛି। 하나님께서 ଯେହେତୁ ସେମାନେ ନୂତନ ନିୟମକୁ ବିଦେଶୀୟ ବୋଲି ମନେ କରନ୍ତି, 모든 것으로 얘기하니까 ତେଣୁକରି ସେମାନେ ସ୍ୱର୍ଗରାଜ୍ୟର ଅଂଶ ହୋଇପାରିବେ ନାହିଁ। 될 수가 없습니다. ଯେତେବେଳେ ଆମ୍ଭେମାନେ ଏହି ମାମଲା ବିଷୟରେ ଚିନ୍ତା କରୁ, 전도 ତେବେ ଏହା ପ୍ରଚାର କରିବା ହେଉ, ବାକ୍ୟ ଅଧ୍ୟୟନ କରିବା ହେଉ କିମ୍ବା ପ୍ରାର୍ଥନା କରିବା ହେଉ, 뭐
무엇을 하더라도 ଆସନ୍ତୁ ଆମ୍ଭେମାନେ କେବେ ମଧ୍ୟ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବାରେ ଅବହେଳା କରିବା ନାହିଁ। 꼭 되도록 합시다. ଏହିପରି ସେମାନଙ୍କ ପ୍ରତି ପରମେଶ୍ୱର କ'ଣ କରିବେ ଯେଉଁମାନେ ଅନ୍ତିମ ବିଚାର ଦିନରେ ପରମେଶ୍ୱରଙ୍କ ଇଚ୍ଛା ପାଳନ କରିବାରେ ବିଫଳ ହୁଅନ୍ତି? 다 어찌한다고요? 우리 ଆସନ୍ତୁ ଆମେ ମାଥ୍ୟୁ ଅଧ୍ୟାୟ 7ରେ ଯୀଶୁଙ୍କ ଉତ୍ତର ଦେଖିବା। 그 답변을 확인해 보도록 합시다. ମାଥ୍ୟୁ ଅଧ୍ୟାୟ 7 ପଦ 21। 나더러 주여 ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ପରମେଶ୍ୱରଙ୍କ ଇଚ୍ଛା ଏହା ଅଟେ ଯେ ଆମେ ତାହାଙ୍କ ବ୍ୟବସ୍ଥା ପାଳନ କରିବା। ତଥାପି ଶୟତାନ ପରମେଶ୍ୱରଙ୍କ ନିର୍ଦ୍ଧାରିତ ସମୟ ଏବଂ ବ୍ୟବସ୍ଥାଗୁଡ଼ିକୁ ପରିବର୍ତ୍ତନ କଲା 더 위대한 ଏବଂ ସେ ପରିବର୍ତ୍ତିତ ବ୍ୟବସ୍ଥାକୁ ପ୍ରକୃତ ଶିକ୍ଷା ଭଳି ଦେଖାଇଲା। 많은 사람들이 지금 그 길을 따라가 ଅନେକ ଲୋକ ଏବେ ସେହି ପଥ ଅନୁସରଣ କରୁଛନ୍ତି, ତଥାପି ଏହା କେବେ ମଧ୍ୟ ସ୍ୱର୍ଗକୁ ଯିବାର ପଥ ହୋଇପାରିବ ନାହିଁ। 장소로 인도하는 ଏହା ଶୟତାନ ଦ୍ୱାରା ଅନନ୍ତ ଦଣ୍ଡ ଆଡ଼କୁ ପରିଚାଳିତ ଦୁର୍ଭାଗ୍ୟର ପଥ ଅଟେ। ଏଥିପାଇଁ ଦାନିଏଲ ଅଧ୍ୟାୟ 7ରେ ଭବିଷ୍ୟବାଣୀ କରାଯାଇଥିଲା ଯେ ତାହାଙ୍କ ଉପରେ ଅନନ୍ତ ବିନାଶ ଆସିବ। 예언이 있었던 것입니다. ଆସନ୍ତୁ 23 ପଦ ଦେଖିବା। 그때 내가 ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣିନାହିଁ, ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର ହୁଅ। 나가라 하리라고 했습니다. ଅଧର୍ମ କ'ଣ ଅଟେ? 이라는 것은 하나님 ଯେଉଁମାନେ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ସ୍ୱର୍ଗ ଯିବାର ପଥ ଅନୁସରଣ କରନ୍ତି ନାହିଁ, 자신들이 ବରଂ ନିଜସ୍ୱ ନିୟମ ପାଳନ କରନ୍ତି, ସେମାନେ କୁକର୍ମର କାର୍ଯ୍ୟ କରନ୍ତି। ସେମାନେ ବିଶ୍ରାମ ଦିନ ବଦଳରେ ରବିବାର ଆରାଧନା କରନ୍ତି, 만들어질 대신에 ନିସ୍ତାର ପର୍ବ ବଦଳରେ ଖ୍ରୀଷ୍ଟମାସ ପାଳନ କରନ୍ତି, କ୍ରୁଶ ପୂଜା କରନ୍ତି ଇତ୍ୟାଦି। ଆଜି ଅନେକ ଚର୍ଚ୍ଚ ଏହିପରି କରିଥାନ୍ତି। 그런 교회가 고소하고 있습니다. ପରମେଶ୍ୱର କହିବେ, 본다면 ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ। 내게서 다 떠나가라 하고 있기 때문에 ତେଣୁକରି ଆମ୍ଭମାନଙ୍କୁ ଅନେକ ଲୋକଙ୍କୁ ଏହା ବିଷୟରେ ଜଣାଇବା ଉଚିତ। ସେଥିପାଇଁ ମାଥ୍ୟୁ ଅଧ୍ୟାୟ 28ରେ ପରମେଶ୍ୱର କୁହନ୍ତି, ଯାଅ ଏବଂ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ସେମାନଙ୍କୁ ଶିଷ୍ୟ କର, ଏବଂ ମୁଁ ତୁମ୍ଭମାନଙ୍କୁ ଯେଉଁ ନୂତନ ନିୟମ ପାଳନ କରିବା ନିମନ୍ତେ ଆଜ୍ଞା ଦେଇଅଛି ତାହା ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ। ସ୍ୱର୍ଗକୁ ଯିବାର ଏକମାତ୍ର ପଥ ତାହା ଅଟେ ଯାହା ପିତା ଓ ମାତା ଆମ୍ଭମାନଙ୍କୁ ଦେଖାଇଛନ୍ତି। 다른 길이 없습니다. ଆସନ୍ତୁ ଦ୍ୱିତୀୟ ବିବରଣ ଅଧ୍ୟାୟ 10 ପଦ 12 ଉପରେ ଏକ ନଜର ପକାଇବା। ଦ୍ୱିତୀୟ ବିବରଣ ଅଧ୍ୟାୟ 10 ପଦ 12। ଏବେ ହେ ଇସ୍ରାଏଲ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବାର, ତାହାଙ୍କ ସକଳ ପଥରେ ଗମନ କରିବାର 하나님 ଓ ତାହାଙ୍କୁ ପ୍ରେମ କରିବାର, 그 모든 ପୁଣି ଆପଣାର ସମସ୍ତ ଅନ୍ତଃକରଣ 그를 ସାରାଂ하고 ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସେବା କରିବାର। 여호와를 섬기고 ପଦ 13। ଆଉ ଆଜି ମୁଁ ତୁମ୍ଭ ହିତ ନିମନ୍ତେ ସଦାପ୍ରଭୁଙ୍କ ଯେ ଆଜ୍ଞା ଓ ବିଧି ତୁମ୍ଭମାନଙ୍କୁ ଦେଉଅଛି ସେ ସମସ୍ତ ପାଳନ କରିବାର, ଏସବୁ ଛଡ଼ା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ ଆଉ କ'ଣ ଲୋଡ଼ନ୍ତି? 하나님 ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ପରମେଶ୍ୱର କ'ଣ ଅନୁମତି ଦେଇଥିଲେ? 허락하신 것이 뭡니까? କ'ଣ ଏହା ପରମେଶ୍ୱରଙ୍କ ବ୍ୟବସ୍ଥା ନୁହେଁ? 법도 아니겠습니까? ଆମ୍ଭେମାନେ ମାନବ ଚିନ୍ତାଧାରା ଉପରେ ଆଧାର କରି ଏହା ସ୍ଥିର କରିବା ଉଚିତ ନୁହେଁ ଯେ ଆମ୍ଭେମାନେ ନୂତନ ନିୟମ ପାଳନ କରିବା ଉଚିତ କି ନାହିଁ। 것이 아니라 하나님의 କିନ୍ତୁ ଯଦି କିଛି ପରମେଶ୍ୱରଙ୍କ ବ୍ୟବସ୍ଥା ଅଛି 법도라고 한다면 ତେବେ ଆମ୍ଭେମାନେ ତାହାର ପାଳନ କରିବା ଉଚିତ। 운행할 줄 아는 ଏହା କାହାର ଭବିଷ୍ୟତ ପାଇଁ ଅଟେ? 이를 위한 것이라고요? 너희 ଆମ୍ଭମାନଙ୍କ ଖୁସି ପାଇଁ ପରମେଶ୍ୱର ସବୁ କିଛି ସ୍ଥିର କରିଥିଲେ। 하청해 놓으신 것이다. ସ୍ୱର୍ଗ ରାଜ୍ୟ ନିକଟତର ହେଉଅଛି। ଯେତେବେଳେ ଆମେ ଉଷ୍ଣ କଟିବନ୍ଧୀୟ ରାତ୍ରି ବିଷୟରେ ଚିନ୍ତା କରୁ, 30 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଅନୁଭବ କରିବା କଷ୍ଟଦାୟକ ମନେ ହୁଏ। 불못이라고 한다면 ତେବେ ଅଗ୍ନିମୟ ହ୍ରଦ ବିଷୟରେ କ'ଣ? ଯଦିଓ ଏହାର ସଠିକ୍ ତାପମାତ୍ରା ନିର୍ଦ୍ଧାରିତ କରାଯାଇପାରିବ ନାହିଁ, ଏହା ନିଃସନ୍ଦେହରେ ଏକ ଯନ୍ତ୍ରଣାର ସ୍ଥାନ। ଧନୀ ବ୍ୟକ୍ତି ଏବଂ ଲାଜାରଙ୍କ ଦୃଷ୍ଟାନ୍ତରେ ଧନୀ ବ୍ୟକ୍ତି ପଚାରିଲେ, ଆପଣ ଆଙ୍ଗୁଳିର ଟିପ ପାଣିରେ ବୁଡ଼ାଇ ମୋ ଜିଭକୁ ଥଣ୍ଡା କର। ଏହି ଯନ୍ତ୍ରଣା କେତେ ଗମ୍ଭୀର ହୋଇଥିବ, ଏହା ବ୍ୟତୀତ ଏହା କେତେ ସମୟ ପର୍ଯ୍ୟନ୍ତ ହେବ? ସେମାନେ ସଦାସର୍ବଦା ଦୁଃଖ ଭୋଗ କରିବେ। 요즘 ଯେହେତୁ ଆଜିକାଲି ବହୁତ ଗରମ ହେଉଅଛି, ତେଣୁକରି ମୁଁ ଏହା ବିଷୟରେ ଆହୁରି ଅଧିକ ଭାବୁଛି। କିନ୍ତୁ ଯେପରି ବର୍ଷ ବିତିବାରେ ଲାଗିଲା, ଗ୍ରୀଷ୍ମ ଋତୁର କ'ଣ ହୁଏ? ଏହା ଅଧିକ ଗରମ ହେବାରେ ଲାଗେ। ଏହା ଆମ୍ଭମାନଙ୍କର ଶାରୀରିକ ଜୀବନକୁ କଷ୍ଟ ଦେଇଥାଏ। ତେଣୁକରି ମୋତେ ଲାଗୁଛି ଯେ ଲୋକମାନେ ଏହା ଜାଣିନାହାନ୍ତି ଯେ ସେହି ଦୁନିଆ କେତେ ଯନ୍ତ୍ରଣାର ସ୍ଥାନ ଅଟେ। 말로
ସେଥିପାଇଁ ସେମାନେ ଏହାକୁ ହାଲୁକା ଭାବରେ ନେଇ କୁହନ୍ତି, ଯଦି ମୁଁ ମରିଯାଏ ତେବେ ମୁଁ ନରକକୁ ଯିବି। ମୁଁ ଆଶା କରୁଅଛି ଆପଣ ଅଧିକ ଆତ୍ମାକୁ ଜାଗ୍ରତ କରିବେ, ଯାହାଦ୍ୱାରା ସମସ୍ତ ମାନବ ଜାତି ଏକାଠି ସ୍ୱର୍ଗରେ ଜୀବନର ଉପଭୋଗ କରିପାରିବେ। ଏହା ଆଶା କରୁଥାଏ ଯେ ଆଜିର ଦିନ ଏକ ଆଶୀର୍ବାଦପୂର୍ଣ୍ଣ ବିଶ୍ରାମ ଦିନ ହେବ, ଯେଉଁଥିରେ ଆମ୍ଭେମାନେ ପିତା ଓ ମାତାଙ୍କୁ ଏପରି ଆନନ୍ଦମୟ ଭବିଷ୍ୟତ ପାଇଁ ଆଜ୍ଞା ଦେବା ପାଇଁ ଅନନ୍ତ କୃତଜ୍ଞତା ଏବଂ ପ୍ରଶଂସା ପ୍ରଦାନ କରୁ। ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହେଁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। 감사합니다.